ଆଜ୍ଞା ନମସ୍କାର। ମୁଁ କୁଳମଣି ପଣ୍ଡା, ପ୍ରବାଚକ, ଜ୍ୟୋତିଷ। ମୋର ଫୋନ୍ ନମ୍ବର 8093355583। ହେ ବନ୍ଧୁ, ଆମେ ଏବେ ଲଗାୟତ ଆଲୋଚନା କରୁଛେ ରାହୁ ଚଳନ। ମେ 29ରେ ତମ ଗ୍ରହ ରାହୁ ବକ୍ର ଗତିରେ ପୂର୍ବଭାଦ୍ର କୁମ୍ଭକୁ ଯାତ୍ରା କରିବେ। ସେ କୁମ୍ଭରେ ରହି ତାଙ୍କର ଶାସନ ଡୋରିରେ 12 ରାଶିକୁ ବାନ୍ଧି ରଖିବେ। 27 ନକ୍ଷତ୍ର ତାଙ୍କ କଥାରେ ଉଠ ବସେଇବେ। କାରଣ ସେ ଏକ ଜୀଅନ୍ତା ରାକ୍ଷସ। ତଣ୍ଟି ସିନା କଟିଯାଇଛି, କିନ୍ତୁ ସେ ଗିଳିବା ଛାଡ଼ି ନାହାନ୍ତି। ଏଣୁ ଆଜି ଆମର ବିଷୟବସ୍ତୁ ଅଛି କନ୍ୟା ରାଶି। ଭାଇ, କନ୍ୟାକୁ ଲଗ୍ନ ନେଇ ଗଣିଲେ କୁମ୍ଭ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ ଷଷ୍ଠ ହେବ। ଶାସ୍ତ୍ରଜ୍ଞମାନେ କହନ୍ତି ଷଷ୍ଠ ରାହୁ କଷ୍ଟ ହରଣ କରେ, ଇଷ୍ଟ ସାଧନ କରେ, ମିଷ୍ଟ ଭାଷଣ କରେ, ମିଷ୍ଟାନ୍ନ ଭୋଜନ କରାଏ। କିନ୍ତୁ ସେ ପ୍ରଥମ ନକ୍ଷତ୍ର, କନ୍ୟା ରାଶିର ପ୍ରଥମ ନକ୍ଷତ୍ର, 12 ନକ୍ଷତ୍ର, ଉତ୍ତର ଫାଲ୍ଗୁନୀ କନ୍ୟା, ତା ପ୍ରତି ଟିକେ ଅନ୍ୟାୟ କରିବେ, ତାକୁ ଦଣ୍ଡବିଧାନ କରିବେ। ବାକି 13 ନକ୍ଷତ୍ର ବୋଲେ ହସ୍ତା, 14 ନକ୍ଷତ୍ର ଚିତ୍ରା, ଏ 2 ନକ୍ଷତ୍ରକୁ ପୁରସ୍କୃତ କରିବେ। ସେ ଯେଉଁ ଦଣ୍ଡ ଦେବେ 12 ନକ୍ଷତ୍ରକୁ, ତାହା ହେଲା ଦେହ ପୀଡ଼ା। 12 ନକ୍ଷତ୍ର ଥିବା, ଉତ୍ତରଫଳ ନକ୍ଷତ୍ର ଥିବା ବ୍ୟକ୍ତିଗଣ ଏହା ଶୁଣି ହତୋତ୍ସାହିତ ହେବା ଅନୁଚିତ। କାରଣ ଯଦି ଆପଣଙ୍କ ଜନ୍ମ ଜାତକରେ ରାହୁ ମହାଶୟ ସୁସ୍ଥ ଥାନ୍ତି, ସେ ଏ ଦଣ୍ଡ ଦେବେ, କିନ୍ତୁ ବାଧିବନି। ଯଦି ଅସୁସ୍ଥ ଥାନ୍ତି, ଦଣ୍ଡ ଦେଲେ ବାଧିବ। ତେଣୁ ଆଗ ଆପଣ ନିଷ୍ପତ୍ତି ନିଅନ୍ତୁ, ଆପଣଙ୍କ ଜାତକ ଦେଖିବେ। ଜାତକରେ ରାହୁଙ୍କର ସ୍ଥିତି କ'ଣ? ସେହିଭଳି ହସ୍ତା ଓ ଚିତ୍ରା ନକ୍ଷତ୍ର ସମ୍ପନ୍ନ ବ୍ୟକ୍ତିଗଣ ଏଇ ଗୋଟିଏ କଥାକୁ ମନ ଧ୍ୟାନ ଦେଇ ଶୁଣନ୍ତୁ, ମନେ ମନେ ଗୁଣନ୍ତୁ ଆଉ ବୁଝନ୍ତୁ। ଜନ୍ମ ଜାତକ ଯାହା ଆମ ଜନ୍ମ ସମୟରେ ଆମର ହିତାକାଂକ୍ଷୀ, ଆମର ଇଷ୍ଟ, ଆମର ଚଳନ୍ତି ଦେବତା ପିତାମାତା ଆମର ଶୁଭକାମନା କରି ଏଇ ପାଉତି ଖଣ୍ଡକ ଦେଇଗଲେ, ସେ ସବୁକିଛି। ତେଣୁ ସେଥିରେ ଦେଖିବା ରାହୁ କେଉଁଠି ଅଛନ୍ତି। ଯଦି ରାହୁ ମିଥୁନରେ, ଆଉ ମିଥୁନ ଘର ଯଦି ନବମ, ତେବେ ସେଠାରେ ରାହୁ ପୂର୍ଣ୍ଣ ଶକ୍ତି ସମ୍ପନ୍ନ, ସ୍ୱାଧୀନ ଜୀବନ, ଶାନ୍ତି, ସୁଖ, ଅର୍ଥ, ବନ୍ଧୁ ସବୁ କ୍ଷେତ୍ରରେ ସେ ସହାୟ ହେବେ। ଯଦି ଏହି ନବମସ୍ଥ ରାହୁକୁ, ମିଥୁନସ୍ଥ ରାହୁକୁ ବୁଧ ଦେଖନ୍ତି, ତାହେଲେ ସେ ରାହୁଙ୍କର ଶକ୍ତି ଆହୁରି ବେଶୀ ବଢ଼ିଯିବ। ଏତଦ୍ ବ୍ୟତୀତ ଯଦି ରାହୁ ଜାତକରେ ତୃତୀୟ, ଷଷ୍ଠ, ଦଶମ ବା ଏକାଦଶରେ ଥାନ୍ତି, ତାହେଲେ ସେ ବି ପ୍ରସନ୍ନ, ଭଲ ଫଳ ଦେବେ।
ଯଦି ସେ ମିଥୁନ, କନ୍ୟା, ତୁଳା, ବୃଷ, ମକର ଓ କୁମ୍ଭରେ ଥାନ୍ତି ତାହେଲେ ସେ କରୁଣାରୁ ଉଣା କରିବେନି। ଏତଦ୍ ବ୍ୟତୀତ ଯଦି ସେ ବୃହସ୍ପତି, ମଙ୍ଗଳ ତାଙ୍କର ଶତ୍ରୁଗ୍ରହ ଦୁଇଟିଙ୍କ ଦୃଷ୍ଟିରେ ଥାନ୍ତି, ଲଗ୍ନ ଦ୍ୱିତୀୟ, ଚତୁର୍ଥ, ପଞ୍ଚମ, ସପ୍ତମ, ଅଷ୍ଟମ, ଦ୍ୱାଦଶରେ ଥାନ୍ତି ତାହେଲେ ସେ ଆଦୌ ସୁସ୍ଥ ନୁହନ୍ତି, ସମ୍ପୂର୍ଣ୍ଣ ଅସୁସ୍ଥ। ଅସୁସ୍ଥ ଲୋକ କ'ଣ କରିବ? ମାଙ୍କଡ଼ର ମାଙ୍କଡ଼ାମି ତ ଜଣା ଅଛି ନା। ସେ ମାଙ୍କଡ଼ ଯଦି ପାଗଳ ତାହେଲେ ସେ ଯାହା କ୍ଷତି କରିବ ଅନୁମାନ କଲେ। ଏଇ ପାଗଳ ମାଙ୍କଡ଼ ଯଦି ମଦ୍ୟପାନ କରେ ତାହେଲେ ତାର ଗତିବିଧି, ଚାଲିଚଳନ ଯାହା ହେବ ତାହା ଛୋଟ ଛୁଆଟେ ବି କହିଦେବ। ଏଣୁ ଯଦି ରାହୁ ସୁସ୍ଥ ତାହେଲେ ଆପଣଙ୍କର ଦେହ ପୀଡ଼ା ସାମାନ୍ୟ ହେବ, ଯଦି ଅସୁସ୍ଥ ଦେହ ପୀଡ଼ା ବଢ଼ିଯିବ। ସେଇଭଳି ହସ୍ତା ପାଇଁ ଯେଉଁ ସୁଯୋଗ ଅଛି ଯେ ସମ୍ମାନ ଲାଭ କରିବେ, ଯଦି ସେ ସୁସ୍ଥ ତାହେଲେ ଉଚ୍ଚ କୋଟିର ସମ୍ମାନ ମିଳିବ, ଯଦି ସେ ଅସୁସ୍ଥ ସାଧାରଣ ସମ୍ମାନ ମିଳିବ। ଉଚ୍ଚ କୋଟିର ସମ୍ମାନ କ'ଣ? ମୁଁ ଅଚିହ୍ନା ଲୋକ, ଆପଣଙ୍କ ପ୍ରଶଂସା ଶୁଣିଲି, ଆପଣଙ୍କୁ ଖୋଜିଲି, ଆପଣଙ୍କ ଦ୍ୱାରକୁ ଆସିଲି, ପ୍ରଣାମ କଲି, ଭଲ ମନ୍ଦ ବୁଝିଲି, ଯଦି ଅର୍ଥ ଅଛି ପୁରସ୍କାର କଲି। ତେଣୁ ମୁଁ ଯେଉଁ ପୁରସ୍କୃତ ଅର୍ଥ ଦାନ କଲି ସେଥିରେ ଆପଣ ଉଚ୍ଚକୋଟିର ସମ୍ମାନିତ ହେଲେ। ଅଥବା ଆଜ୍ଞା ମୁଁ ଶୁଣିଲି ଆପଣଙ୍କର କର୍ମା, ଆପଣ କିଛି ଭଲ କାମ କରିଛନ୍ତି, ଏଣୁ ଧନ୍ୟବାଦ ସାର୍, ଏ ସାଧାରଣ ସମ୍ମାନ। ତାପରେ ଚିତ୍ରା କନ୍ୟାକୁ ଅର୍ଥ ଲାଭ ହେବ। ଯଦି ସେ ଜାତକରେ ସୁସ୍ଥ ଅବସ୍ଥାରେ ଅଛନ୍ତି ତାହେଲେ ଅବଶ୍ୟ ଅତି ପ୍ରବଳ, ଅତି ପ୍ରଚୁର, ଅତି ଅଧିକ ଧନ ଦେବେ। ଯଦି ଅସୁସ୍ଥ ଦେବେ ଆଉ ହ୍ୟାଣ୍ଡ ଟୁ ମାଉଥ୍ ଆସିବ, ଯିବ ଅଳ୍ପ କିଛି। ଆଉ ଆମେ ଧନୀ ବୋଲି ଯେଉଁ ମାନସିକ ଅହଙ୍କାର କରୁ ତାହା ହିଁ ପାରିବନି। ଏଣୁ ସମ୍ପୂର୍ଣ୍ଣ ଭାବରେ ଅଧ୍ୟୟନ କରିଦେବା। କ'ଣ ଲେଖିଛନ୍ତି ପଣ୍ଡିତେ? ଯଦି ଜନ୍ମ ଜାତକରେ ରାହୁ ସୁସ୍ଥ ମାନେ ନବମ ଘରେ, ମିଥୁନରେ ବା କନ୍ୟାରେ ଅଛନ୍ତି ତେବେ ସେ ପୂର୍ଣ୍ଣ ସୁସ୍ଥ। ବ୍ୟତୀତ ସେ ମିତ୍ର ବୁଦ୍ଧଙ୍କ ସହିତ ଥିଲେ ବା ମିତ୍ର ବୁଦ୍ଧଙ୍କ ଦୃଷ୍ଟିରେ ଥିଲେ ସେ ସମ୍ପୂର୍ଣ୍ଣ ସୁସ୍ଥ। ଯଦି ସେ ତୃତୀୟ, ଷଷ୍ଠ, ଦଶମ ବା ଏକାଦଶରେ ଅଛନ୍ତି ବା ମିଥୁନ, କନ୍ୟା, ତୁଳା, ମକର, କୁମ୍ଭ ରେ ଅଛନ୍ତି ତେବେ ଏ ଦଣ୍ଡକୁ କୋହଳ କରିବେ। ଯଦି ଏପରି ନୁହେଁ ତେବେ ଲଗ୍ନ ଦ୍ୱିତୀୟ, ଚତୁର୍ଥ, ସପ୍ତମ, ଅଷ୍ଟମ, ଦ୍ୱାଦଶରେ ଅଛନ୍ତି ତେବେ ଦେହ ପୀଡ଼ା ବଢ଼ିଯିବ, ଦୁଃଖ ଅଧିକ ହେବ। ମାତ୍ର ଦେହ ପୀଡ଼ା ହେବନି କେମିତି? କାହାର ଦଣ୍ଡ କାହାକୁ ମିଳିବନି? ଯେ ଆବାଲ୍ୟାତ୍ ଏଯାବତ୍ ସତ୍ଚିନ୍ତନ କରେ, ସତ୍କର୍ମ କରେ, ପରୋପକାର କରେ, ସେବା କରେ, ତା ପାଇଁ ତ କୌଣସି ଗ୍ରହ ବି ଦଣ୍ଡ ବିଧାନ କରିପାରିବେ ନାହିଁ। ମୁଖ୍ୟତଃ ପୁତ୍ର ଯଦି ପିତାମାତାଙ୍କର ଯତ୍ନ ନେଉଥିବ, ତାଙ୍କୁ ଭଲ ହାକ ମାନୁଥିବ, ତାଙ୍କୁ ଆଦର ସମ୍ମାନ କରୁଥିବ, ତାଙ୍କ ପେଟ ଆଉଁସୁଥିବ, ଖାଇବାକୁ ଠିକ୍ ସମୟରେ ଦେଉଥିବ, ବଢ଼ି ଘଷି ଦେଉଥିବ, ସେ ପୁଅର ବି କୌଣସି ପ୍ରକାର ହାନି ହେବନି। ତେଣୁ ଆଗ ସତ୍ଚିନ୍ତନ, ତାପରେ ସତ୍କର୍ମ, ତାପରେ ଫଳ। ଏଇଥିପାଇଁ ତ ଶ୍ରୀମଦ୍ ଭଗବତ ଗୀତାରେ ଅର୍ଜୁନକୁ ଶ୍ରୀକୃଷ୍ଣ କହିଲେ କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ। ବନ୍ଧୁ ଆମେ ଶୁଣିଲେ କାହା ପରେ? ଉତ୍ତର ଫାଲ୍ଗୁନୀ
କନ୍ୟା ଉପରେ। ଏବେ ହସ୍ତା କନ୍ୟା ଶୁଣିବା। ଆମ ଶାସ୍ତ୍ରକାର ସମ୍ମାନକୁ ରତ୍ନ ସହ ତୁଳନା କରିଛନ୍ତି। କେବଳ ଯୋଗ୍ୟ ବ୍ୟକ୍ତିଙ୍କୁ ସମ୍ମାନ ହିଁ ମିଳିଥାଏ। ମାତ୍ର ଯିଏ ଅଯୋଗ୍ୟ ସେ ଯଦି ଲାଞ୍ଚରେ, ମିଛରେ ବା ଖୋସାମଦିଆରେ ସମ୍ମାନ ରୂପକ ପ୍ରମାଣପତ୍ର ପାଇଥାଏ, ତେବେ ସେ ଅବଶ୍ୟ ଅପଦସ୍ଥ ହୋଇଥାଏ। କାରଣ ସତ୍ୟ ନଲୁଚେ ଚିରଦିନ, ଦୋଷୀର ଦଣ୍ଡ ଅଛି ଜାଣ। ମୁଁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ, ମୁଁ ରାଜ୍ୟପାଳଙ୍କଠୁ ପୁରସ୍କାର ପାଇଛି, କିନ୍ତୁ ଆମେ ଜାଣିଛୁ, ଆମେ ତମ ସହ ମିଶିଛୁ, ତମେ ସତରେ ଯୋଗ୍ୟ କି ଅଯୋଗ୍ୟ। ତଳ ମହଲରୁ ତେଲ ମାଲିସ କରି 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 ଉପର ମହଲରୁ ପୁରସ୍କାର ନେଇ ପଳାଇ ଆଇଲ। ଈଶ୍ୱର କିନ୍ତୁ କ୍ଷମା ଦେବେନି। ଯଦି ଆପଣ ସତ୍, ତାହେଲେ ଏହି ସମ୍ମାନ ଅକ୍ଷୟ କୀର୍ତ୍ତି ଭଳି ଶୁଭ ସ୍ତମ୍ଭ ଭଳି କଲ୍ୟାଣ କରିବ। ଶେଷ କଥା ଶୁଣିବା। ତେଣୁ କର୍ମଫଳ ସ୍ୱରୂପ ସମ୍ମାନ ନିଶ୍ଚୟ ମିଳିବ। ଆଉ ରାହୁ ଯଦି ସୁସ୍ଥ ଅବସ୍ଥାରେ ଜନ୍ମଜାତକ ଅଛନ୍ତି, ତେବେ ସେହି ସମ୍ମାନକୁ ପୂର୍ଣ୍ଣ ମାତ୍ରାରେ ଅଧିକ କରିଦେବେ। ଅସୁସ୍ଥ ଥିଲେ ତାଙ୍କୁ ଯଦି ଏଇ ରାହୁଙ୍କୁ ଯଦି ମଙ୍ଗଳ ବୃହସ୍ପତି ଦେଖୁଥିବେ ବା ଆଙ୍କ ସହ ଥିବେ, ତାହେଲେ ସମୁଚିତ ସମ୍ମାନ ମିଳିବନି। କାହାକୁ? ହସ୍ତା କନ୍ୟାକୁ। ଜାଣିଲେ ଉତ୍ତର ଭାଲୁ କନ୍ୟା ଦେହ ପୀଡ଼ା ପାଇବେ, ଶାରୀରିକ କଷ୍ଟ ଭୋଗିବେ। ହସ୍ତା କନ୍ୟା ଉଚ୍ଚକୋଟୀର ସମ୍ମାନ ପାଇବେ। ଚିତ୍ରା କନ୍ୟାକୁ ଅର୍ଥ ଲାଭ। ଦେଖିବା, ଚିତ୍ରା କନ୍ୟାକୁ ଅର୍ଥ ଲାଭ ଯୋଗ ଅଛି। 14/6 ରାଶି। ଇଏ କଳି ଯୁଗରେ ସବୁ ମିଛ, ଅର୍ଥ ହିଁ ସତ୍ୟ। ଯାହା ପାଖରେ ମାତ୍ରାଧିକ ଧନ ଅଛି ସେ ହିଁ ଅଖଣ୍ଡ କ୍ଷମତାର ଅଧିକାରୀ। ଚିତ୍ରା କନ୍ୟାକୁ ଷଷ୍ଠ ରାହୁ ଏହି ସୁଯୋଗ ଦେବେ। ଯଦି ଚିତ୍ରା ନକ୍ଷତ୍ର କନ୍ୟା ରାଶିର ଲୋକେ ସତ୍କର୍ମ କରୁଥିବେ, ସତ୍ଚିନ୍ତା କରୁଥିବେ, ସେବା କରୁଥିବେ, ତେବେ ଏଥିରୁ ଲବ୍ଧାର୍ଥ ମିଳିବ, ତାହା ସ୍ଥିର ସୁଖ ଦେବ। ଅନ୍ୟଥା ଗଛର ଛାଇ ପରି ଚାଲିଯିବ। ହେଲେ ରାହୁ କାହାକୁ ଅର୍ଥ ଦେବେ? ଯାହା ଜାତକରେ ସେ ସୁସ୍ଥ ଅବସ୍ଥାରେ ଥିବେ। ଆଉ ଏ ଅର୍ଥ ସୁଖ ପୂର୍ଣ୍ଣ ମାତ୍ର ସେ ପାଇବ। ଯାହା ଜାତକରେ ରାହୁ ଅସୁସ୍ଥ, ତାହା ଆସିଥିବା ଅର୍ଥରେ ନଷ୍ଟ ହୋଇଯିବ। ବନ୍ଧୁ, ଆଗେ ଭାବନ୍ତୁ, ଆପଣ ଯେଉଁ ରୋଜଗାର କରିଛନ୍ତି ତାହା ସତ୍ କି ଅସତ୍, ଏଇଟା ମନେ ରଖିଥିବେ। ଅଧର୍ମ ବିତ୍ତ ବଢ଼େ ବହୁତ, ଗଲା ବେଳେ ଯାଏ ମୂଳ ସହିତ। ଆଉ ଗୋଟିଏ ଧାଡ଼ି ଲେଖା ଅଛି, ଧର୍ମ ଅର୍ଜନେ ଧର୍ମ କରି, ଧର୍ମେ ପ୍ରାପତ ନର ହରି। ଧର୍ମ ରକ୍ଷତି ଧାର୍ମିକଂ, ଧର୍ମଂ ଯୋ ନ କରୋତି ବିମୂଢ଼ମତି। ଯିଏ ଧର୍ମ କରେ ନା ସେ ମହାମୂର୍ଖ। ଧର୍ମ କ'ଣ? ପରୋପକାରମ୍ ସ୍ୱର୍ଗାୟ ନର୍କାୟ ପରପୀଡ଼ନମ୍। ବନ୍ଧୁ ରହିଲି, ନମସ୍କାର।